ଜୟ ଜଗନ୍ନାଥ। ରାବଣ ପ୍ରତ୍ୟେକ ଦିନ ମହାପ୍ରଭୁ ଶିବଙ୍କର ଅଭିଷେକ କରନ୍ତି, ତାଙ୍କର ଆରାଧନା କରନ୍ତି ଏବଂ ପୂଜା ମଧ୍ୟ କରନ୍ତି। ଯେବେ ଯାଏଁ ସେ ପୂଜା ନ କରନ୍ତି ସେବେ ଯାଏଁ ସେ ଅନ୍ନ ଜଳ ସ୍ପର୍ଶ କରନ୍ତିନି। ନୂଆ ନୂଆ ଶ୍ଲୋକ ମାଧ୍ୟମରେ ତାଙ୍କର ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରନ୍ତି। କ'ଣ ହଉ, ଯୋଉଠି କର୍ମ ଭୁଲ ଅଛି ସେଠି ଆମକୁ ତାର ପରିଣାମ ହିଁ ଭୋଗିବାକୁ ପଡ଼ିବ ନା। ଆଜି ପର୍ଯ୍ୟନ୍ତ ତାଙ୍କର କର୍ମର ଫଳ ତାଙ୍କୁ ଭୋଗିବା ପାଇଁ ପଡ଼ୁଛି ସମାଜରେ। ଦଶହରା ସମୟରେ ରାବଣ ପୋଡ଼ି ମାଧ୍ୟମରେ ଆମେ ସମାଜକୁ ତାଙ୍କର କର୍ମର ଫଳ କ'ଣ ସେ ଭୋଗୁଛନ୍ତି ତାକୁ ଆମେ ସୂଚେଇ ଦେଉଛେ ସମାଜକୁ। କିନ୍ତୁ ବାସ୍ତବରେ ଆମେ ସମସ୍ତେ କିଛି ନା କିଛି ଭୁଲ କରୁଛେ, ଯାହାକି ଆମେ ଅନୁଭବ କରୁଛେ। କେହି ଦେଖୁନାହାନ୍ତି, କେହି ଜାଣୁନାହାନ୍ତି। ଏ ଦୁନିଆରେ ଅନ୍ଧକାର ଭିତରେ ଆମେ ଲୁଚିକି ରହିଯାଉଛେ, କିନ୍ତୁ ଉପରେ ବସିଥିବା ଲୋକଟି ସବୁ ଦେଖୁଛି। ଆମର କର୍ମର ଫଳ, ଆମର ନିୟତିକୁ ସେ ଲେଖିକି ରଖୁଛି। ସମୟ ଅନୁସାରେ ସେ ନିଶ୍ଚିତ ଡାକୁଛି। ଜୟ ଜଗନ୍ନାଥ।